ପାଞ୍ଚ ତାରିଖରେ ପିଏମ୍ କିଷାନ ପଇସା ମିଳିବାକୁ ଯାଉଛି। ତ ଆପଣମାନେ ଯେଉଁମାନେ ପିଏମ୍ କିଷାନ ହିତାଧିକାରୀ ନିହାତି ଭାବରେ ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ। କ'ଣ କଲେ ପଇସା ମିଳିବ ତା ମଧ୍ୟରେ ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖିଲେ ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ଫାଷ୍ଟ ଟାଇମ୍ ଆମ ଚ୍ୟାନେଲକୁ ଭିଜିଟ୍ କରୁଥିଲେ ତ ନିହାତି ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କରନ୍ତୁ, କାରଣ ମୁଁ ଯେତେବେଳେ ବି ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ତ ଫାଷ୍ଟ କରିକି ମୁଁ କହିଦେଉଛି, ମୁଁ ଅଲରେଡ଼ି ବି ପିଏମ୍ କିଷାନ ବାବଦରେ ମୁଁ ଅଲରେଡ଼ି ଭିଡ଼ିଓ ଅପଲୋଡ଼ କରିଦେଇଛି। ଯେଉଁମାନେ ବି ପିଏମ୍ କିଷାନ ଅଲରେଡ଼ି ରେଜିଷ୍ଟ୍ରେସନ୍ କରିଛ ଏବଂ ନୂଆ ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଛ ତ ଆପଣମାନେ ମଧ୍ୟ କରିପାରିବେ। ନିଜ ମୋବାଇଲ ଫୋନ୍ରେ ମଧ୍ୟ କରିପାରିବେ, ନହେଲେ କୌଣସି ସିଏସ୍ସି ସେଣ୍ଟରକୁ ଯାଇ ମଧ୍ୟ ଆପଣମାନେ କରିପାରିବେ। ମୋବାଇଲ ଫୋନ୍ରେ କେମିତି କ'ଣ ଆପ୍ଲାଏ କରିପାରିବେ ଆପଣ ମଧ୍ୟ ମୁଁ ତା ବାବଦରେ ମଧ୍ୟ ଗୋଟେ ଅଲଗା ଭିଡ଼ିଓ ମଧ୍ୟ ସେପାରେଟ୍ କରିଦେବି। ବର୍ତ୍ତମାନ ଟାଇମ୍ରେ ଆପଣମାନେ କ'ଣ କଲେ ପଇସା ପାଇବେ ମୁଁ ତୁମକୁ ଅଲରେଡ଼ି ବି ପୂର୍ବ ଭିଡ଼ିଓରେ ମଧ୍ୟ କହିଦେଇଛି। ତଥାପି ମୁଁ ତୁମକୁ ଏଇ ଭିଡ଼ିଓ ମାଧ୍ୟମରେ କହିଦେବି। ବିନା ସ୍କିପ୍ ଦେଖ ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ। ତ ଫାଷ୍ଟ କରି ଆପଣମାନେ ଗୁଗୁଲ ବା ଆପଣଙ୍କ ମୋବାଇଲରେ କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ କରିଦେବେ ପିଏମ୍ କିଷାନ, ଠିକ୍ ଅଛି। ତ ଯେମିତି ମୁଁ ସର୍ଚ୍ଚ କଲି ପିଏମ୍ କିଷାନ ସର୍ଚ୍ଚ କଲି, ତ ଫାଷ୍ଟ ଅପସନ୍ ପିଏମ୍ କିଷାନ ସମ୍ମାନ ନିଧି, ତ ତାପରେ କ୍ଲିକ୍ କଲି। କ୍ଲିକ୍ କରିସାରିଲା ପରେ ଗୋଟେ ଏମିତି ଗୋଟେ ଲୋଗୋ ଅଛି, ତାପରେ କ୍ଲିକ୍ କରୁଛି। ତାପରେ କ୍ଲିକ୍ କଟ୍ କରି କଟିଗଲା। କଟି କରିସାରିଲା ପରେ ଆପଣମାନଙ୍କୁ ଯେଉଁମାନେ ବି ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଛ, ଯେଉଁମାନେ ବି ଏଇ ଯୋଜନାର ବେନିଫିଟ୍ ପାଇବାକୁ ଚାହୁଁଛ, ତ ଆପଣମାନେ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। ତ ବର୍ତ୍ତମାନ ଟାଇମ୍ରେ ମୁଁ ତ କ'ଣ କାମ କଲେ ଆପଣମାନେ ପଇସା ପାଇବେ। ଯଦି ଆପଣମାନେ ପିଏମ୍ କିଷାନ ହିତାଧିକାରୀ ଯଦି ବି ଆପଣମାନେ ଆଗରୁ ଆପ୍ଲାଏ କରିଛ, ଯଦି ଆପଣଙ୍କର ପଇସାଟା ଆସୁନି ତ ପଇସାଟା କ'ଣ କଲେ ପଇସା ଆସିବ, ତ ନିହାତି ଭାବରେ ଆପଣମାନଙ୍କୁ ଓକେ। ତ କ'ଣ କଲେ ପଇସା ଆସିବ ମୁଁ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ ମଧ୍ୟ କହିଦେବି। ତ ଫାଷ୍ଟ କରିକି ଆପଣମାନେ କ'ଣ କରିବେ, ଫାଷ୍ଟ କରିକି ମୁଁ ତୁମକୁ କହିଦେଉଛି। ଫାଷ୍ଟ ଅପସନ୍ ହେଉଛି ଇ କ୍ୱାଇସ୍। ଯଦି ଆପଣଙ୍କର ଆଧାର କାର୍ଡ଼ରେ ଯାହାର ଯେଉଁମାନେ ପିଏମ୍ କିଷାନ ହିତାଧିକାରୀ ଯଦି ତାଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ୍ ଅଛି, ଆପଣମାନେ ଇ କ୍ୱାଇସ୍ ମଧ୍ୟ କରିପାରିବେ ନିଜ ମୋବାଇଲ ଥ୍ରୋରେ। ତ ଫାଷ୍ଟ ଅପସନ୍ ହେଉଛି ଇ କ୍ୱାଇସ୍। ଯେଉଁମାନେ ଇ କ୍ୱାଇସ୍ କରିନ, ଫାଷ୍ଟ କରି କେମିତି ଚେକ୍ କରିବ ଆପଣଙ୍କର ଇ କ୍ୱାଇସ୍ ହେଇଛି କି ନାହିଁ। ସର୍ବପ୍ରଥମେ ଆପଣମାନେ ଇ କ୍ୱାଇସ୍ ଉପରେ କ୍ଲିକ୍ କରିବେ। ଇ କ୍ୱାଇସ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର ଆଧାର କାର୍ଡ଼ ଦେବେ। ଆଧାର କାର୍ଡ଼ ନମ୍ବର ଦେଇକି ସର୍ଚ୍ଚ ଉପରେ କ୍ଲିକ୍ କରିବେ। ସପୋଜ୍ ମୁଁ ଜଣଙ୍କର ଆଧାର କାର୍ଡ଼ ଦେଇକି ଏଇଠି ସର୍ଚ୍ଚ କରିଦେଉଛି। ତ ମୁଁ ଜଣଙ୍କର ଆଧାର କାର୍ଡ଼ ମଧ୍ୟ ସର୍ଚ୍ଚ କରିଥିଲି। ଏଇ ଯେ ଇ କ୍ୱାଇସ୍ ଇଜ୍ ଅଲରେଡ଼ି ଡନ୍, ମାନେ ଆଙ୍କର ଇ କ୍ୱାଇସ୍ ଅଲରେଡ଼ି ହେଇଯାଇଛି। ଯଦି ଆପଣଙ୍କର ଇ କ୍ୱାଇସ୍ ହେଇନି ତ ଆପଣମାନେ ଏଇଠି ଆପଣଙ୍କର ଆଧାର କାର୍ଡ଼ ଦେଇକି ସର୍ଚ୍ଚ ଉପରେ କ୍ଲିକ୍ କରିବେ। ସର୍ଚ୍ଚ ଉପରେ କ୍ଲିକ୍ କରିସାରିଲା ପରେ ମୋବାଇଲ ନମ୍ବରରେ ଯେଉଁ ମୋବାଇଲ ଆଧାର କାର୍ଡ଼ ଯେଉଁ ମୋବାଇଲ ନମ୍ବର ଲିଙ୍କ୍ ଥିବ OTP ଆସିକି ଦେଇକି ଇ କ୍ୱାଇସ୍ ମଧ୍ୟ କରିଦେବେ। ଯଦି ଆଧାର କାର୍ଡ଼ ମୋବାଇଲ ନମ୍ବର ଲିଙ୍କ୍ ନାହିଁ, ଆପଣ ଜନସେବା କେନ୍ଦ୍ରକୁ ଯାଇକି ଫିଙ୍ଗର ପ୍ରିଣ୍ଟ ସାହାଯ୍ୟରେ ଆପଣମାନେ ଇ କ୍ୱାଇସ୍ ମଧ୍ୟ କରିଯିବେ। ଟେନସନ୍ କିଛି ଦରକାର ନାହିଁ, ଆରାମସେ ହେଇଯିବ। ଆଉ ନେକ୍ସଟ କଥା ହେଲା କି ଆପଣଙ୍କ ଆଧାରରେ ଡେବିଟ୍ ଲିଙ୍କ୍, ଓକେ। ତ ଫାଷ୍ଟ କରି ଅଲରେଡ଼ି ବି ଆପଣଙ୍କୁ ଅଲରେଡ଼ି ବି ଆମ ଗୋଟେ ଭିଡ଼ିଓ ଅପଲୋଡ଼ କରିଦେଇଛି ଆପଣଙ୍କର ଆଧାର କାର୍ଡ଼ ସହିତ ବ୍ୟାଙ୍କ ଲିଙ୍କ୍ ହେଇଛି କି ନାହିଁ, ଯାହାକୁ ଆମେ କହୁଛେ ଡେବିଟ୍। ତ ଅଲରେଡ଼ି ତା ଭିତରେ ଭିଡ଼ିଓ ଅପଲୋଡ଼ କରିଦେଇଛି। ଯଦି ଆପଣଙ୍କର ଲିଙ୍କ୍ ନାହିଁ କେମିତି କ'ଣ କରିବେ, ମୁଁ ଡେସ୍କ୍ରିପସନ୍ ବକ୍ସରେ ସେଇ ଭିଡ଼ିଓ ଲିଙ୍କ୍ ଦେଇଦେବି, ଆପଣମାନେ ମଧ୍ୟ ଦେଖିପାରିବେ। ତ ଆଉ ଗୋଟେ କଥା, ଯେଉଁମାନେ ରେଜିଷ୍ଟ୍ରେସନ୍ କରିଛନ୍ତି ରେଜିଷ୍ଟ୍ରେସନ୍ ସକ୍ସେସ୍ ହେଇଛି କି ନାହିଁ, ତ ଆପଣମାନେ ଅପଡେସନ୍ ଅଫ୍ ସେଲ୍ଫ ରେଜିଷ୍ଟ୍ରେସନ୍ ଫର୍ମ ଉପରେ କ୍ଲିକ୍ କରିକି ଆପଣମାନେ ମଧ୍ୟ ଦେଖିପାରିବେ। କିମ୍ବା ଆପଣଙ୍କର ଯେଉଁ ଆବେଦନ କରୁଛନ୍ତି ନୋ ୟୋର୍ ଷ୍ଟାଟସ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣମାନେ ଦେଖିପାରିବେ। ତ ଆପଣମାନେ ସବୁ କିଛି ଡିଟେଲ୍ସ ମଧ୍ୟ କହିଦେଲେ। ଅଲରେଡ଼ି ବି ମୁଁ ତୁମକୁ କହିଦେଉଛି, ଯେଉଁମାନେ ବି ପିଏମ୍ କିଷାନ ଯୋଜନା ଆପ୍ଲାଏ କରିବାକୁ ଚାହୁଁଛ ଅଲରେଡ଼ି ଅନଲାଇନ୍ ଷ୍ଟେଟ୍ ଷ୍ଟାର୍ଟ ହେଇଯାଇଛି। ଯେଉଁମାନେ ଆପ୍ଲାଏ କରୁଛ କିନ୍ତୁ ଯେଉଁମାନେ ପଇସା ପାଇନ, ନିହାତି ଭାବରେ ଆପଣମାନେ ଇ କ୍ୱାଇସ୍ କରିଦେବେ। ଆଉ ଆପଣମାନେ ଆଧାର କାର୍ଡ଼ ସହିତ ବ୍ୟାଙ୍କ ଲିଙ୍କ୍ କରିଦେବେ। ତ ଆଉ ଗୋଟେ କଥା ଯେଉଁମାନେ ବି ଲିଷ୍ଟ ବେନିଫିସିଆରି ଲିଷ୍ଟ ନେବାକୁ ଚାହୁଁଛନ୍ତି, ତା ବେନିଫିସିଆରି ଲିଷ୍ଟ ଉପରେ କ୍ଲିକ୍ କରିକି ଆପଣଙ୍କ ଡିଷ୍ଟ୍ରିକ୍ଟ, ଆପଣଙ୍କର ଗ୍ରାମ ପଞ୍ଚାୟତ, ଆପଣଙ୍କ ଭିଲେଜ୍ ୟୁଜ୍ କରି ଆପଣମାନେ ମଧ୍ୟ ନେମ୍ ଲିଷ୍ଟ ମଧ୍ୟ ଆଣିପାରିବେ। ତ ଆଶା କରୁଛି ଆପଣମାନେ ସବୁ କିଛି ଡିଟେଲ୍ସ ମଧ୍ୟ କହିଦେଲେ। ଅଲରେଡ଼ି ସବୁ କିଛି ଡିଟେଲ୍ସ ମଧ୍ୟ କହିଦେଲି। ଯଦି ବି କିଛି ବି ଡାଉଟ୍ ହେଉଛି ତ ନିହାତି ଭାବରେ ଆପଣମାନେ କମେଣ୍ଟ ବକ୍ସରେ ନିଜର ମତାମତ ଦେଇଦେବେ। ତ ରହୁଛି, ଦେଖା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ। ଓକେ, ଥ୍ୟାଙ୍କ ୟୁ, ଅଲ୍ ଦ ବେଷ୍ଟ।